କ'ଣ ଲାଗୁଛି ଦେଖିଲେ ନା ସାଙ୍ଗମାନେ, ସେ କେବେ କୋବି ଡାଙ୍କ ଜାଣିଥିଲେ ଖାଇ ନଥାନ୍ତେ, କିନ୍ତୁ ନ ଜାଣିକିରି ଖାଇଦେଲେ। ଚାଲନ୍ତୁ କରିବା, ଦେଖିଦେରା କୋବି ଡାଙ୍କ ଆଦେହରେ କରିବା ପିଆଜି। ଏଇଟା ମୋ ଶ୍ୱଶୁର, ମୋ ଭଉଣୀର ଶ୍ୱଶୁର କରନ୍ତି, ଟାଙ୍ଗି ଯେଉଁ ଭଉଣୀଟି ମୋର ଏକ୍ସପାର୍ଟ କରିଯାଇଛି ତାରି ଶ୍ୱଶୁର କରନ୍ତି। ଯେତେବେଳେ ବଞ୍ଚିଥିଲା ସବୁବେଳେ କହିବ ମୋ ଶ୍ୱଶୁର ଗୋଟେ ବଢ଼ିଆ ଆଇଟମ୍ କରନ୍ତି କୋବି ଡାଙ୍ଗରେ, କେବେ ଖାଇବୁ। ଆମେ ବି ଯାଇଥିଲୁ, ବାପା କରିକି ଦେଇଥିଲେ, ଭାରି ବଢ଼ିଆ ଲାଗେ ସେ କୋବି ପିଆଜିଟା। ଆଜି ବି ଚାଲନ୍ତୁ କରିବା, ସେ ମୋ ଭଉଣୀ ଶ୍ୱଶୁର ଯେଉଁ କରନ୍ତି ପିଆଜି, ସେଇଆକୁ ଆମେ କରିବା। କୋବି ଡାଙ୍ଗ ମୁଁ ସବୁ ଏମିତି କାଟି କୁଟି ଏମିତି ଧୋଇ ଧାଇ ଦେଇଛି, ସବୁ ଏମିତି ଛୋଟ ଛୋଟ କରିକିରି ଏମିତି ସବୁ କାଟିଦେବି, ଏମିତି ଛୋଟ ଛୋଟ କରିକିରି ଏମିତି ଟିକ୍ ଟିକ୍ କରି କାଟି ମୁଁ ଧୋଇ ଧାଇ ଦେଇଛି ସବୁ। ଚାଲନ୍ତୁ ଯିବା ନେକ୍ସଟ ପ୍ରୋସେସ୍କୁ। ତା ଦେହରେ ଆମେ ନେବା କିଛି ପିଆଜ ଷଣ୍ଢା। ଶୀତଦିନ ପିଆଜ ଷଣ୍ଢାଟା ବି ବହୁତ ଭଲ ଲାଗିବ। ତା ଦେହରେ ନେବା କିଛି ଭୃଷଙ୍ଗ ପତ୍ର, କିଛି ଧନିଆ ପତ୍ର କାଟିକି ଛୋଟ ଛୋଟ କରି ତା ଦେହରେ ଆମେ ନେଇଯିବା। ତା ଦେହରେ ଆମେ ପକାଇବା ଆମ୍ବକଷିଆ ଅଦା। ଆମ୍ବକଷିଆ ଅଦାର ଟେଷ୍ଟଟା ବହୁତ ଭଲ। ତା ଦେହରେ ପକାଇଦେବା ଆମ୍ବକଷିଆ ଅଦା। ତାପରେ ପକାଇଦେବା ଆମେ ଦୁଇଟା କଞ୍ଚା ଲଙ୍କା। ଆବଶ୍ୟକ ଅନୁସାରେ ରାଗ ଟିକେ ହେଲେ ଭଲ ଲାଗେ, ଯେତିକି ରାଗ ଖାଇବେ ସେତିକି ପକାଇବେ ରାଗଟା। ତାପରେ ଆମେ ପକାଇବା କିଛି ବେସନ, ଅଳ୍ପ ବେସନ ଆଗ ପକାଇଥିବା, ତାପରେ ଆମେ ପଛରେ ମିଶାଇବା, ପାଣି ଅଳ୍ପ ପକାଇକି ଦେଖିବା। ତାପରେ ହଳଦୀ ଗୁଣ୍ଡ କିଛି ପକାଇବା, ତାପରେ ଆବଶ୍ୟକ ଅନୁସାରେ ଲୁଣ ପକାଇବା, ସୋଢ଼ା ଆମେ ଏଥିରେ ପକାଇବାନି। ତାପରେ କଲର୍ ଦେଖାଯିବା ପାଇଁ ପକାଇବା ଆମେ ଟିକେ କାଶ୍ମୀରୀ ଲଙ୍କାଗୁଣ୍ଡ, ଆଉ ଟିକେ ଅଧିକାକି ଆମେ ରସୁଣ, କଟା ରସୁଣ ନହେଲେ ଛେଚା ରସୁଣ, ଯାହାହେଲେ କଟା ରସୁଣଟା ଭଲ ଲାଗେ ପାଟିକି, ଯେତେବେଳେ ଛେଚା ପିଆଜିଟା ଖାଇବା ନା ଭଲ ଲାଗିବ। ତା ଦେହରେ କଟା ପିଆଜ ଟିକେ କିଛି ଆମେ ପକାଇବା। କଟା ପିଆଜଟାକୁ ପକାଇଦେଇ ଅଳ୍ପ ତା ଦେହରେ ଆମେ ଟିକେ ପାଣି ପକାଇ ତାକୁ ଗୋଳେଇବା, କାହିଁକିନା ତା ଦେହରେ ଅଛି ଲୁଣ ପଡ଼ିଗଲା ପରେ ନିଶ୍ଚୟ ପାଣି ତା ଦେହରୁ ବାହାରିବ। ଆମେ ଦେଖନ୍ତୁ ଏଇଟା ଯେମିତି କନେକ୍ସନ୍ ଛଡ଼ା ହେଇଛି, ତା ଦେହରେ ଆମେ ଆଉ ଟିକେ ପକାଇବା ବେସନ ଦେଖିକିରି। ତା ଦେହରେ ହାତ ଟିକେ ପାଣି ଜମା ଆମେ ହେବାନି, ପାଣି ପକାଇଲେ ପାଣିଆ ହେଇଯିବ ସେ। ଦେଖନ୍ତୁ ଏମିତି ଯେମିତି ଗୁଳାଟା ଆମର ଏତିକି ଯେମିତି ଧରି ହେଉଥିବ, ଏଇଟା ସବୁବେଳେ ଦେଖୁଥିବେ। ମୁଁ କହିଦେବି 1.5 ଗିନା ବେସନ ପକାଇଦେବା, ଆପଣ ପକାଇଦେବେ ନା, ସେମିତି ନାହିଁ, ଦେଖିକିରି ପକାଇବେ। ତା ଦେହରେ ଆମେ ତେଲକୁ ଗରମ କରିଦେଇଥିବା, ତେଲଟାକୁ ପୁରା ଲୋ ଫ୍ଲେମ୍କୁ ନେଇ ଆସିବା। ତାପରେ ଆମେ ତାକୁ ଟିକେ ଛାଡ଼ିଦେଲେ ସେ ସାଙ୍ଗେ ସାଙ୍ଗେ ଉପରଟା ଟିକେ କଲର୍ ଆସିଯିବ। 1 ମିନିଟ୍ 2-4 ମିନିଟ୍ ଭିତରେ, 1 ମିନିଟ୍ରେ ଉପରଟା ଏମିତି କଲର୍ ହେଇଯିବ। ତାକୁ ଆମେ ଧୀରେ ଧୀରେ ଟିକେ ତା ଦେହରେ କଲର୍ ଇଏ କରି ଦେଖି ଦେଇକିରି ତାକୁ ଆମେ ଛାଣି ଆଣିବା। ଯିଏ କଲର୍ ହେଇଯାଇଛି ଟିକେ ତାକୁ ଆମେ ଛାଣିଦେବା, ଲୋ ଫ୍ଲେମ୍ରେ ରଖିଥିବା ଏମିତି ଗୋଲ ଗୋଲ। ତାକୁ ଆମେ ଚିପିକିରି ଆଉ ଥରେ ଚାପିକିରି ଆମେ ଆଉ ଥରେ ଛାଣିବା। ପିଆଜି ନା, ଛେଚା ପିଆଜି, ତାକୁ ଆମେ ଛାଣିବା ଆଉ ଥରେ। ଦେଖନ୍ତୁ ଏମିତି ଗ୍ଲାସ୍ ପଛପଟ ହେଉ କିମ୍ବା ଗୋଟେ ଗିନା ପଛପଟ ହେଉ, ଯେଉଁଥିରେ ଏମିତି ଆମେ ତାକୁ ଚାପିଦେବା। ତତଲା ଏମିତି ଚାପିଦେବା, ଥଣ୍ଡା କରିଦେଲେ ଆଉ ଭଲ ସାଇଜ୍ରେ ଚାପି ହେବନି। ତାକୁ ଏମିତି ଚାପିଦେବା। ଏଇଟା ଯିଏ ହେଇଗଲାଣି ତାକୁ କାଢ଼ିକି ରଖିଦେବା, ଆକୁ ପକାଇବା। ଦେଖନ୍ତୁ ଏମିତି ପକାଇଦେବା, ତାକୁ ଲୋ ଫ୍ଲେମ୍ରେ ଥିବ ତେଲଟା, ବେଶୀ ବଢ଼େଇବା ନାହିଁ, ଲୋ ଫ୍ଲେମ୍ରେ ଥିବ। ଯେଉଁ ତେଲଟି ତାତି ଥିବ ସେଇଥିରେ ଭିତରଟା ଆମର ହେବାର ଅଛି ନା, କାହିଁକିନା ତା ଦେହରେ ଆମେ କୋବି ଡାଙ୍କଟା ପକାଇଛେ, ଡାଙ୍କଟା ବି ଟିକେ ଟାଣ ନୁହେଁ କି, ତେଣୁ ସେଇଟା ଟିକେ ସିଝିବାକୁ ସମୟ ଲାଗିବ। ଆମେ ଲୋ ଫ୍ଲେମ୍ରେ 2 ମିନିଟ୍ 1 ମିନିଟ୍ ପକାଇକି କରି ସାରିଲା ପରେ ସେ ଉପରକୁ ତା ମନକୁ ଫୁଲି ଆସିବ। ଆଉ ଯାହାକୁ ଛାଣିକି ଆମେ ରଖିଦେବା ତାକୁ ସାଙ୍ଗେ ସାଙ୍ଗେ ଏମିତି ଚାପିଦେବା, ନହେଲେ ରହିଗଲା ପରେ ଆଉ ଚାପିଦେଲେ ଖାଲି ଫାଟିଯିବ ଚାରିକର ଯାକ। ଏମିତି ତତଲା ଟିକେ ଚାପିଦେଲେ ସାଇଜ୍ ହେଇକିରି ଚାପି ହେଇକି ରହିଯିବ। ତାକୁ ଆମେ ରଖିଦେଇକି ପଛରେ ଛାଣିବା ନା, ଏମିତି ଚାପିଦେବା, ଏମିତି ସାଇଜ୍ କରିକି ଏମିତି କରିଦେବା। ହେଇଯାଇଛି ନା, ସୁନ୍ଦର ଲାଗୁଛି ନା, କରିବା ପାଇଁକା ସହଜ, ଖାଇବା ପାଇଁକା ବି ବହୁତ ଭଲ। ଗେଷ୍ଟ ଯିଏ ଆସିବେ ଦେବେ, ଦେଖିବେ ବଢ଼ିଆ ଲାଗିବ। ଏପର୍ଯ୍ୟନ୍ତ ଯଦି ଆପଣମାନେ ମୋତେ ଫେସବୁକ୍ରେ ଦେଖୁଛନ୍ତି ତାହେଲେ ମୋତେ ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ବି ମୋର ଗୋଟେ ପେଜ୍ ଅଛି, ID ମାନା ପ୍ରକାଶ ପେଜ୍ 1, ସେଥିରେ ମୋତେ ଫଲୋ କରନ୍ତୁ। ଆଉ ୟୁଟ୍ୟୁବରେ ମୋତେ ମୋର ମାନା ପ୍ରକାଶ କିଚେନ୍ ଅଛି ଗୋଟେ, ତା ଦେହରେ ମୋତେ ସବସ୍କ୍ରାଇବ୍ କରନ୍ତୁ, ଆଉ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ମୁଁ ଯେଉଁ ଭିଡ଼ିଓ ପକାଇବି ଆପଣମାନଙ୍କ ପାଖରେ ଆଗେ ଯାଇ ପହଞ୍ଚିବ, ଆପଣ ଉପକୃତ ହେବେ। ଆଉ ନିଶ୍ଚୟ ତାକୁ ତିଆରି କରିବେ। ଆଉ ମୋତେ ନିଶ୍ଚୟ, ମୋ ରୋଷେଇ ଚ୍ୟାନେଲ୍, ମୋତେ ନିଶ୍ଚୟ ତା ଦେହରେ ଆପଣ ମୋତେ ଆପଣଙ୍କ ମତାମତଟା ଜଣାଉଥିବେ ସବୁବେଳେ। ନୂଆ ଯେତେବେଳେ ଭିଡ଼ିଓ ଯାହା ମୁଁ କରିବି, ମୋତେ ଆପଣ କହିଲେ ମୁଁ ନିଶ୍ଚୟ କରିବି, ଯଦି ଜାଣିଥିବି ମୁଁ ଚେଷ୍ଟା କରିବି କରିବା ପାଇଁକା। ଆପଣ ମୋତେ କୁହନ୍ତୁ ସବୁବେଳେ। ଦେଖନ୍ତୁ କେତେ ସୁନ୍ଦର ଭାବରେ ହେଇଗଲା। ଏମିତି କୋବି ଡାଙ୍କର ପିଆଜି ଭାରି ବଢ଼ିଆ ଲାଗେ। ସବୁବେଳେ ସାନ ଭଉଣୀଟା ଚାଲିଗଲାଣି, ମଝିଆଣି ଭଉଣୀଟା ସବୁବେଳେ କହେ ମାନା ନା, ଆଉ ମୋ ଶ୍ୱଶୁର ବଢ଼ିଆ ଆଇଟମ୍ ଗୋଟେ କରନ୍ତି। ଦେଖନ୍ତୁ ସତରେ ବି ବଢ଼ିଆ ଆଇଟମ୍। ବାପାଙ୍କୁ ବହୁତ ଭଲ ରୋଷେଇ ଆସେ। ବାପାଙ୍କୁ ଆସି 90 ବର୍ଷ ପାଖାପାଖି ହେଲାଣି, କେତେ କୁରକୁରେ ହେଉଛି ଦେଖନ୍ତୁ। 90 ବର୍ଷ ହେଲାଣି ବାପାଙ୍କୁ ରୋଷେଇରେ ତାଙ୍କର ଭାରି ସଉକ। ସେ ସବୁ ରୋଷେଇ କରନ୍ତି, ଜାଣିଛନ୍ତି, ବଢ଼ିଆ ରୋଷେଇ ସବୁ ଜାଣିଛନ୍ତି। ଯେତେବେଳେ ବିରିୟାନୀ, ତ ଏବେ ଆମର ୟୁଟ୍ୟୁବ୍ ହେଇଗଲାଣି, ସବୁ ଇଏ କରୁଛନ୍ତି ବାହାରେ ସବୁ ବିରିୟାନୀ। ଯେତେବେଳେ ବିରିୟାନୀ ହେଉନଥିଲା ବି, ସେତେବେଳେ ବାପା ତିଆରି କରୁଥିଲେ ବିରିୟାନୀ, ଟାଙ୍ଗି ବାପା ଯେତେବେଳେ।
ଭଉଣୀ ତ ଚାଲିଗଲାଣି ଆଉ ସେ ସବୁ ସ୍ୱପ୍ନ ହେଇଗଲାଣି। ଦେଖନ୍ତୁ କେତେ ବଢ଼ିଆ ହେଇଛି। ଆପଣମାନେ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ମୋତେ ନିଶ୍ଚୟ ସବୁବେଳେ କୁହନ୍ତୁ ଆଉ ମୋତେ ଲାଇକ୍ କମେଣ୍ଟ ସେୟାର ନିଶ୍ଚୟ କରିବେ। ଆଉ ଅନୁଭୂତିଟା ଆପଣଙ୍କର ଯେତେବେଳେ କରିକି ତିଆରି କରି ଖାଇବେ ଅନୁଭୂତିଟା ମୋତେ କହିବେ। ଆଉ ଏମିତି ବି ଛାଣିକିରି ତା ଦେହରେ ବି ଚାଟ୍ ମସଲା ବିଟ ଲୁଣ ପକାଇ ଖାଲି ବି ଖାଇପାରିବେ, ବହୁତ ଭଲ ଲାଗିବ। କେମିତି ଭଲ ଲାଗିଲା ନା ପିଆଜିଟା? ଏମିତି କରି ଖାଆନ୍ତୁ। ମୋତେ ଲାଇକ୍ କମେଣ୍ଟ ସେୟାର କରନ୍ତୁ। ନୂଆ ଭିଡ଼ିଓ ପାଇଁକା ମୋତେ ସବୁବେଳେ କୁହନ୍ତୁ। ମୁଁ ସବୁବେଳେ ଆପଣମାନଙ୍କ ଅପେକ୍ଷାରେ ଅଛି। କେତେବେଳେ ଆପଣ କହିବେ କେଉଁ ଭିଡ଼ିଓଟା, ମୁଁ ନିଶ୍ଚୟ କରିକିରି ଆପଣମାନଙ୍କ ପାଖକୁ ନେଇକି ଆସିବି ଭିଡ଼ିଓ। ରହିଲି, ପୁଣି ନୂଆ ଭିଡ଼ିଓରେ ବାଏ ବାଏ।